ओम शांति। निराकार ज्योतिर्बिंदु सत्य शिव सुंदरंकर बुद्धिमान आत्मिक संतान मानंकु शुभ सकाळर शुभ अभिनंदन, सुस्वागतम, सुप्रभात। कथारे अछि, मन तोहर निज गुरु उद्धव केते तू पचारू। भागवतर एही उक्तिटिकु समस्ते पढ़ुछंती, अन्यकु बुझेଇବା उद्देश्यर मध्य उपदेश देउछंती। तेबे एहाकु वास्तविक जीवन रे उपयोग केते जण करूछंती? साधारण जीवन यात्रा रे केही वयोवृद्ध लोक जदि किछि इच्छा रखुछंती बा आशा रखुछंती खाइबा आदि पाई, तेबे कुहा जाई थाए कि तांकर आत्मा लोडुछि बा आत्मा चाहुछि तांकु दिया जाऊ। वास्तव रे आत्मा कौन एवं ताकु कौन लोड़ा ए कथा काहारी को जଣା नाही। केवल मन जहा इच्छा करुछि ताहाकु आत्मा लोडुछि बा आत्मा चाहुछि बोली कहि दिया जाउछि। जेहेतु वर्तमान समस्ते आत्मविस्मृत अर्थात आत्मज्ञान शून्य, तेबे आमे जहा भाबुछु, जहा कहुछु बा जहा करुछु ताहा आम निज मन ठारू अधिक केही भी जानु नाहंती। जदि मन को निजर नियंत्रण रे रखा जाए तेबे सबू किछि ठीक ठाक, आउ जदि नियंत्रण बाहर को गला ताहा विनाश आड़कू निजे श्रृंखलित होई मन को परिचालना कले अन्यर अर्थात अनेकंकर मत नेबार आवश्यकता रहिब नाही। यह सेतेबेले संभव हेब जेतेबेले आमे माने आम निज धर्म को जानी सेही अनुसारे चलिबा, जहा आजि प्राय लोप हो जाइछि एवं जो मूल धर्म अर्थात आदि सनातन देवी देवता धर्मर ज्ञान स्वयं परमात्मा भगवान आसी प्रदान करुछंती। गीतार महावाक्य अनुसारे यदा यदा हि धर्मस्य ग्लानिर्भवति भारते, तेणु श्रेष्ठ ईश्वर पितांकर श्रेष्ठ मत अर्थात श्रीमत अनुसारे चाली निज कर्म को सुधारिबा दरकार। जन्म जन्मांतर जन्म मरण चक्र रे आसी आसी आत्मविस्मृत होई देहर बंधन रे आसी पांच विकार रूपी मायार कबलित होई मुंड उपरे जो विकर्मर बोझ रहिछि ताहाकु समाप्त करिबा पई जोगयुक्त होई रहिबा दरकार। अर्थात निजकु ज्योतिर्बिंदु आत्मा निश्चय करी आत्मिक पिता निराकार ज्योतिर्बिंदु परमात्मांक सहित बुद्धिर जोग को लगे रखिबा दरकार। एकमात्र शिव पितांक व्यतीत अन्य केही जेपरि मने न पड़ंतु। जिए जेते जेते सच्चोट होई चालंती शिव पितांक प्रति सर्वदा सच्चा होई रही थांती, तांकर सुरक्षा स्वतः भगवानंक द्वारा ही होई थाए। आउ जेउ माने उपरे उपरे देखाणिया भावरे चालू थांती अर्थात ठकामी रे चालू थांती, सेमानंकर सुरक्षा कदापि होई परिब नाही। कारण सेमाने माया प्रति बहुत आकर्षित थांती, तेणु सेमानंक पाई
ପୁଣି ଆହୁରି ଦଣ୍ଡ ଜମା ହୋଇଯାଇଥାଏ। ଯେପରି ଲଜ୍ଜାବଶତଃ କେହି କେହି ଡାକ୍ତରଙ୍କୁ ନିଜର ରୋଗର ସଠିକ୍ ତଥ୍ୟ ଦେଇନଥାନ୍ତି, ସେହିପରି ଏହି ଈଶ୍ୱରୀୟ କୂଳରେ ମଧ୍ୟ ଆତ୍ମିକ ଡାକ୍ତର ପରମାତ୍ମାଙ୍କୁ ନିଜର କମି, କମଜୋରି ବା ବିକାର ରୂପୀ ରୋଗ ବିଷୟରେ ଲୁଚେଇଥାନ୍ତି, କାରଣ ନିଜ ଇଜ୍ଜତର ଡର ରହିଥାଏ। ଏ କଥା ମଧ୍ୟ ଜାଣନ୍ତି କି ମାୟା ମୋତେ ବହୁତ ଧୋକା ଦେଉଛି। ସେହି କାରଣରୁ ପ୍ରଥମେ ଆଖି କ୍ରିମିନାଲ ଅର୍ଥାତ୍ ବିକାରୀ ହୋଇଯାଇଥାଏ, ତଥାପି ଶିବ ବାବାଙ୍କୁ ଲୁଚେଇଥାନ୍ତି। ବାବା କହୁଛନ୍ତି, ହେ ମୋର ମିଠା ସନ୍ତାନମାନେ, ଯେତେ ତୁମେ ଲୁଚାଇବ ସେତେ ତଳକୁ ତଳକୁ ଖସି ଖସି ଯିବ। ପାଞ୍ଚ ବିକାର ରୂପୀ ମାୟା ତୁମକୁ ନିଜର କବଳିତ କରି ସମ୍ପୂର୍ଣ୍ଣ ରୂପେ ଖାଇଯିବ। ପୁଣି ଏହି ଶ୍ରେଷ୍ଠ ପାଠ ପଢ଼ା, ଯାହାଦ୍ୱାରା ସତ୍ୟଯୁଗୀ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ ଦୈବୀ ପଦ ପ୍ରାପ୍ତ ହୋଇପାରିବ, ତାହାକୁ ଭୁଲିଯିବ। ସେଥିପାଇଁ ବହୁତ ବହୁତ ଖବରଦାର ରହିବାର ଅଛି। ତେଣୁ ବର୍ତ୍ତମାନ ମନମତ, ପରମତ ଆଦିକୁ ଛାଡ଼ି ଏକ ସତ୍ୟ ପିତାଙ୍କର ଶ୍ରେଷ୍ଠ ମତରେ ଚାଲିବା ଦରକାର। ଯେହେତୁ ଜନ୍ମ ଜନ୍ମାନ୍ତର ତୁମେମାନେ ମନମତ, ପରମତ, ଶାସ୍ତ୍ରମତ, ଗୁରୁମତ ଆଦିରେ ଚାଲି ଚାଲି ଆସିଲ ଏବଂ ବର୍ତ୍ତମାନର ଅବସ୍ଥାକୁ ନିଜେ ଅନୁଭବ କରୁଛ ଏବଂ ଭୋଗୁଛ ମଧ୍ୟ। ମୁଁ ଚାରି ଯୁଗ ଅର୍ଥାତ୍ ସତ୍ୟ, ତ୍ରେତୟା, ଦ୍ୱାପର ଆଉ କଳି, ଏହି ଚାରି ଯୁଗର ଶେଷରେ ସମ୍ପୂର୍ଣ୍ଣ 5000 ବର୍ଷ ପରେ ଆସି ତୁମମାନଙ୍କୁ ଶ୍ରେଷ୍ଠ ମତ ପ୍ରଦାନ କରି ପୁନଃ ସୁଖ ଶାନ୍ତିର ସମ୍ପତ୍ତି ପ୍ରଦାନ କରୁଛି। ତେଣୁ ତୁମମାନଙ୍କୁ ନିଜର ଶ୍ରେଷ୍ଠ ଭାଗ୍ୟ ଗଢ଼ିବା ପାଇଁ ଏକ ମୋ ଶ୍ରୀମତରେ ହିଁ ଚାଲିବା ଆବଶ୍ୟକ। ବାବାଙ୍କ ସମାନ ନମ୍ରତାର ଗୁଣ ଧାରଣ କରିବାର ଅଛି। କାହାକୁ ମଧ୍ୟ ବିକାର ରୂପୀ କଣ୍ଟା ଲଗେଇବା ଉଚିତ ନୁହେଁ। ଦୁଃଖ ଦେବାର ନାହିଁ। ଫୁଲ ହୋଇ ସୁଗନ୍ଧ ଦେଇ ଚାଲ। ସତ୍ୟତାର ଗୁଣକୁ ଧାରଣ କରି ଆତ୍ମିକ ଡାକ୍ତର ଶିବ ବାବାଙ୍କ ପାଖରେ ସବୁ କିଛି ଜଣେଇବା ଦରକାର। କିଛି ବି ଲୁଚେଇବାର ନାହିଁ। ଯେକୌଣସି ପରିସ୍ଥିତିରେ ମଧ୍ୟ ଏହି ଶ୍ରେଷ୍ଠ ପାଠପଢ଼ାକୁ ଛାଡ଼ିବା ଉଚିତ ନୁହେଁ। ଈଶ୍ୱର ଯେଉଁ ମତ ଦେଉଛନ୍ତି, ଅର୍ଥାତ୍ ଈଶ୍ୱର ପିତାଙ୍କର ଆଜ୍ଞାକାରୀ ହୋଇ ରହିବା ଦରକାର। ଶିବ ବାବା କହୁଛନ୍ତି, ବାବାଙ୍କ ଦ୍ୱାରା ପ୍ରାପ୍ତ ହେଉଥିବା ବା ହୋଇଥିବା ବରଦାନ ଗୁଡ଼ିକୁ ଯଥା ସମୟରେ କାର୍ଯ୍ୟରେ ଲଗାଇ ଫଳୀଭୂତ କରୁଥିବା ବରଦାନୀ ମୂରତ ହୁଅ। ତେବେ ବରଦାନ ରୂପୀ ମଞ୍ଜିକୁ ଫଳଦାୟକ କରିବା ପାଇଁ ତାକୁ ବାରମ୍ବାର ସ୍ମୃତି ରୂପକ ପାଣି ଦିଅ। ଏହି ସ୍ୱରୂପରେ ଅର୍ଥାତ୍ ବରଦାନୀ ସ୍ୱରୂପରେ ସ୍ଥିତ ହେବାର ସୂର୍ଯ୍ୟ କିରଣ ଦେଇ ଚାଲ। ତେବେ ଗୋଟିଏ ବରଦାନ ଅନେକ ବରଦାନକୁ ସାଥିରେ ନେଇ ଆସିବ। ଯଦି ନିଜ ଉପରେ ଧ୍ୟାନ ଦେବା ସ୍ୱାଭାବିକ ହୋଇଯିବ, ତେବେ ଦୁଶ୍ଚିନ୍ତା ଆପେ ଆପେ ସମାପ୍ତ ହୋଇଯିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ସେହି କଲ୍ୟାଣକାରୀ ପିତାଙ୍କର କଲ୍ୟାଣକାରୀ ମହାବାକ୍ୟର ଆଲୋଚନା କରିବା। ସମସ୍ତଙ୍କର କଲ୍ୟାଣ ହେଉ।
ସାରା ବିଶ୍ୱବାସୀ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।